ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି। ଭଗବାନ କାହାରି ବି ଗର୍ବ ସହନ୍ତି ନାହିଁ। ସେ ହେଉଛନ୍ତି ଗର୍ବ ଗଞ୍ଜନ ନରହରି। ତେଣୁ ଯିଏ ହନୁମାନ, ଯିଏ ତାଙ୍କର ପ୍ରଧାନ ଭକ୍ତ, ବଡ଼ ଭକ୍ତ, ଯିଏ ଭଗବାନଙ୍କୁ ସ୍ୱୟଂ ପ୍ରଭୁ ରାମଚନ୍ଦ୍ର, ମାତା ଜାନକୀ ଆଉ ଲକ୍ଷ୍ମଣଙ୍କୁ ନିଜ କୋଳରେ ବା ହୃଦୟ ସିଂହାସନରେ ବସାଇଛନ୍ତି, ତାଙ୍କର ଗର୍ବ ବି ଖଣ୍ଡନ କରିବାକୁ ପ୍ରଭୁ ପଛେଇ ନାହାନ୍ତି। ତାରି ଉପରେ ଏକ ଛୋଟିଆ କଥା, ରାମଦୂତ ଅତୁଲିତ ବଳ ଧାମା। ଲଙ୍କାରେ ଯୁଦ୍ଧ ସରିଲା, ରାବଣ ନିଧନ କରି ପ୍ରଭୁ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରି ବିଭୀଷଣକୁ ଲଙ୍କା ରାଜପଦରେ ଅଭିଷେକ କରାଇ ପୁଷ୍ପକ ବିମାନରେ ଅଯୋଧ୍ୟା ଫେରିଲେ। ତାଙ୍କ ସାଙ୍ଗରେ ଥାଆନ୍ତି ଲକ୍ଷ୍ମଣ, ବିଭୀଷଣ, ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ, ହନୁମାନ ତଥା ଅନ୍ୟ ବାନର ବୀରମାନେ। ସେତୁବନ୍ଧ ପାର ହେଲା ପରେ ପ୍ରଭୁ ଦେଖିଲେ ସେଠାରେ ବହୁ ମୁନି ଋଷି ତାଙ୍କୁ ଅପେକ୍ଷା କରି ରହିଛନ୍ତି। ପ୍ରଭୁ ବିମାନରୁ ଅବତରଣ କରି ତାଙ୍କୁ ପ୍ରଣାମ କରି ପଚାରିଲେ, ହେ ମହାତ୍ମାଗଣ, ରାବଣ ବିଶ୍ରବ ଋଷିଙ୍କ ପୁତ୍ର, ଜଣେ ନୈଷ୍ଠିକ ବ୍ରାହ୍ମଣ। ମୁଁ ତାଙ୍କୁ ହତ୍ୟା କରିଛି, ବ୍ରହ୍ମହତ୍ୟା ପାପ କରିଛି। ଆପଣମାନେ ମୋର ଏ ପାପକୁ କିପରି କାଟିବେ, ତାହାର ଏକ ଉପାୟ କୁହନ୍ତୁ। ଋଷିମାନେ କହିଲେ, ଯୁଦ୍ଧରେ ତ ସମସ୍ତେ ସମାନ, ସେଥିରେ ବ୍ରାହ୍ମଣ କ୍ଷତ୍ରିୟ ବିଚାର ଆସିଲା କୁଆଡ଼ୁ? ଆପଣଙ୍କୁ କୌଣସି ପାପ ଲାଗିନାହିଁ। ଋଷିମାନଙ୍କ କଥା ଶୁଣି ପ୍ରଭୁ ଶ୍ରୀରାମ କହିଲେ, ଆପଣମାନେ ଯାହା କହିଲେ ତାହା ଠିକ୍, କିନ୍ତୁ ମୋର ମନ ବୁଝୁନାହିଁ। ମୁଁ ଅପରାଧ ବୋଧରେ ସନ୍ତୁଳିତ ହେଉଛି। ଆପଣମାନେ ମୋତେ ଏଥିରୁ ରକ୍ଷା ପାଇବାର ଟିକେ ଉପାୟ ବତାନ୍ତୁ। ଋଷିମାନେ କହିଲେ, ତାହେଲେ ଆପଣ ଏଠାରେ ଏକ ଶିବଲିଙ୍ଗ ସ୍ଥାପନା କରି ପୂଜା କରନ୍ତୁ। ଆପଣଙ୍କ ଦ୍ୱାରା ସ୍ଥାପିତ ସେହି ଶିବଲିଙ୍ଗ ଏଠାରେ ଯୁଗ ଯୁଗକୁ ରାମେଶ୍ୱର ରୂପେ ପୂଜା ପାଇବେ। ପ୍ରଭୁ ଶ୍ରୀରାମ ସେତୁବନ୍ଧଠାରେ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମନସ୍ଥ କଲେ। ଶୁଭ ବାର ଓ ଶୁଭ ମୁହୂର୍ତ୍ତ ସ୍ଥିର କରାଗଲା। ପ୍ରଭୁ ହନୁମାନଙ୍କୁ କହିଲେ, ତୁମେ କୈଳାସକୁ ଯାଇ ଶୀଘ୍ର ଏକ ଶିବଲିଙ୍ଗ ଘେନି ଆସ। ପ୍ରଭୁଙ୍କ ଆଦେଶ ପାଇ ହନୁମାନ ବାୟୁ ବେଗରେ କୈଳାସ ପର୍ବତକୁ ଉଡ଼ିଗଲେ। ସେଠାରେ ଯାଇ ସେ ଶଙ୍କରକୁ ସମସ୍ତ ଲଙ୍କା ଯୁଦ୍ଧ କଥା ବର୍ଣ୍ଣନା କରି ପ୍ରଭୁ ଶ୍ରୀରାମ ଗୋଟିଏ ଲିଙ୍ଗ ମାଗିଛନ୍ତି ବୋଲି କହିଲେ। ଶଙ୍କର ଅତି ଆନନ୍ଦରେ ଏହି ଲିଙ୍ଗ ପ୍ରଦାନ କଲାରୁ ହନୁମାନ ତାକୁ ମୁଣ୍ଡରେ ମୁଣ୍ଡାଇ ଆକାଶ ମାର୍ଗରେ ତୀବ୍ର ବେଗରେ ସେତୁବନ୍ଧ ପ୍ରତ୍ୟାବର୍ତ୍ତନ କଲେ। ସେତୁବନ୍ଧରେ ପହଞ୍ଚି ଦେଖନ୍ତି ତ ପ୍ରଭୁ ଶ୍ରୀରାମ ବାଲିରେ ତିଆରି ଏକ ଶିବଲିଙ୍ଗ ପୂଜା କରୁଅଛନ୍ତି। ହନୁମାନଙ୍କ ମନ ବହୁତ ଖରାପ ହୋଇଗଲା। ଭାବିଲା, ମୁଁ ଏତେ କଷ୍ଟ କରି ଯାଇ କୈଳାସରୁ ଶିବଲିଙ୍ଗ ଘେନି ଆସିଲି, ଅଥଚ ତା ପୂଜାରେ ଲାଗିପାରିଲା ନାହିଁ। ପୂଜା ହେଉଛନ୍ତି ବାଲୁକା ଲିଙ୍ଗ, ବାଲିରେ ତିଆରି, ତାହେଲେ ମୋତେ ପ୍ରଭୁ କାହିଁକି କୈଳାସ ପଠାଇଥିଲେ? ହନୁମାନଙ୍କ ମନ କଥା ବୁଝିପାରିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର। ସେ ତାଙ୍କୁ ବୁଝେଇ କହିଲେ, ଆରେ ହନୁ, ଏଥିରେ ଦୁଃଖ କରିବାର କ'ଣ ଅଛି? ତୁମର ଆସିବାରେ ଟିକେ ବିଳମ୍ବ ହୋଇଗଲା। ଶୁଭ ବେଳା ଗଡ଼ି ଯାଉଥିଲା, ଏଣୁ ତୁମ ମା ଜାନକୀ ଦେବୀ ବାଲିରେ ଏକ ଲିଙ୍ଗ ଗଢ଼ିଦେଲେ। ମୁଁ ସେଇ ଲିଙ୍ଗକୁ ପୂଜା କରୁଛି। ଭଗବାନ ସଦାଶିବ ପରା ଆମ ସଭିଙ୍କର। ପ୍ରଭୁ ଶ୍ରୀରାମଙ୍କ କଥାରେ ହନୁଙ୍କ ମନ କିନ୍ତୁ ମାନିଲା ନାହିଁ। ସେ ଅଭିମାନରେ କହିଲେ, ମା ଜାନକୀ ଦେବୀ ଯଦି ବାଲୁକା ଲିଙ୍ଗ ଗଢ଼ି ଦେବାରେ ଥିଲା, ତାହେଲେ ମୋତେ କାହିଁକି କୈଳାସ ପଠାଇଥିଲେ? ପ୍ରଭୁ ହସି ହସି କହିଲେ, ଆଚ୍ଛା, ତେବେ ଗୋଟିଏ କାମ କରିବା। ତୁମରି କଥା ରହିବ। ତୁମେ ବାଲୁକା ଲିଙ୍ଗଟିକୁ ଉଠାଇ ଦିଅ, ସେହି ସ୍ଥାନରେ ଆଣିଥିବା ତୁମରି ସେହି ଲିଙ୍ଗଟି ସ୍ଥାପନା କରି ପୂଜା କରିବାର ବ୍ୟବସ୍ଥା କର। ପ୍ରଭୁଙ୍କ କଥା ଶୁଣି ହନୁମାନ ଖୁବ୍ ଉଲ୍ଲସିତ ହୋଇଗଲେ। ଏ ବାଲି ଲିଙ୍ଗଟା ଉଠାଇବାକୁ ମୋତେ ବା କେତେ ସମୟ ଲାଗିବ, ମନେ ମନେ ଭାବିଲେ ହନୁମାନ। ଏହି କଥା ଚିନ୍ତା କରି ବାଁ ହାତରେ ବାଲୁକା ଲିଙ୍ଗଟାକୁ ଉଠାଇ ଦେବାକୁ ଚେଷ୍ଟା କଲେ। ହେଲେ ଲିଙ୍ଗ ଉଠିବ କ'ଣ, ଟିକିଏ ମାତ୍ର ବି ହଲିଲା ନାହିଁ। ଏହାପରେ ସେ ଦୁଇ ହାତରେ ଲିଙ୍ଗଟିକୁ ଖୁବ୍ ଜୋରରେ ହଲାଇବାକୁ ଚେଷ୍ଟା କଲେ, କିନ୍ତୁ ଫଳ କିଛି ହେଲା ନାହିଁ। ହନୁମାନ ଖୁବ୍ ରାଗି ଯାଇ କହିଲା, ମୋର କେତେ ବଳ, ବୋଧହୁଏ ଶିବ ଜାଣିନାହାନ୍ତି। ଏଥର ଦେଖନ୍ତୁ ମୋର କେତେ ପରାକ୍ରମ। ଏହା କହି ସେ ବାଲୁକା ଲିଙ୍ଗକୁ ତାଙ୍କ ଲାଙ୍ଗୁଡ଼ରେ ଖୁବ୍ ଜୋରରେ ଗୁଡ଼ାଇ ଧରି କହିଲେ, ଦେଖ ମୋର ପରାକ୍ରମ। ଏହା କହି ଲାଙ୍ଗୁଡ଼ରେ ମୁଁ କେତେ ମହାପର୍ବତମାନଙ୍କୁ ଉପାଡ଼ି ଆଣିଛି, କେତେ ରାକ୍ଷସଙ୍କୁ ମାରି ପକାଇଛି। ଆଉ ସେଇ ହୁଙ୍କାର ନାଦ କରି ଲିଙ୍ଗଟିକୁ ଝିଙ୍କିବାରେ ଲାଗିଲେ, କିନ୍ତୁ କିଛି ଫଳ ହେଲା ନାହିଁ।
ହନୁମାନ ଧଇଁସଇଁ ଓ ଗଳଗର୍ଦ୍ଦମ ହୋଇ ଚେତା ହରାଇ ଭୂମି ଉପରେ ତଳେ ଲୋଟି ପଡ଼ିଲେ। ଏହା ଦେଖି ମା ସୀତା ଦୌଡ଼ି ଆସି ତାଙ୍କୁ ପାଛୋଟି ନେଇ କୂଳକୁ ନେଇଗଲେ ଏବଂ କୂଳକୁ ନେଇ ପାଣି ଛିଞ୍ଚି ତାଙ୍କୁ ସାଷ୍ଟାଙ୍ଗ କଲେ। ଚେତା ଫେରି ଦେଖିଲେ ଯେ ହନୁମାନ ମା ବସି ତାଙ୍କର ସେବା କରୁଛନ୍ତି। ତାଙ୍କର ଗର୍ବ ଭାଙ୍ଗିଯାଇ ମୁଣ୍ଡ ତଳକୁ ନଇଁଗଲା। ସେ ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ପଡ଼ି କହିଲେ, ହେ ପ୍ରଭୁ, ଆଜି ବୁଝିଗଲି ଆପଣ ହିଁ ମୋର ବଳ। ଆପଣଙ୍କ ବିନା ମୁଁ କିଛି ନୁହେଁ, ସାମାନ୍ୟ ଗୋଟିଏ ବାନର। ଏଇ ଥିଲେ ସନ୍ଥ ତୁଳସୀଦାସଙ୍କ ବର୍ଣ୍ଣନାରେ କ'ଣ ଥିଲା ନା ରାମଦୂତ ଅତୁଲିତ ବଲ ଧାମା, ଅଞ୍ଜନୀ ପୁତ୍ର ପବନ ସୁତ ନାମା। ଭଗବାନ ଭକ୍ତର ଲାଜ ନ ରଖିଦେବା କିପରି? ପ୍ରଭୁ ହସି ହସି ହନୁମାନଙ୍କୁ ମୁଣ୍ଡରେ ହାତ ବୁଲାଇ ଆଣି କହିଲେ, ଏଠାରେ ସ୍ଥାପନା ହୋଇଥିବା ଜାନକୀଙ୍କ ବାଲୁକା ଲିଙ୍ଗ ରାମେଶ୍ୱରଙ୍କ ସହ ତୁମେ ଆଣିଥିବା ଲିଙ୍ଗ ହନୁମଦୀଶ୍ୱର ନାମରେ ଯୁଗ ଯୁଗ ପାଇଁ ପୂଜା ପାଇବେ। ଭକ୍ତମାନେ ପ୍ରଥମେ ଶ୍ରୀ ହନୁମଦୀଶ୍ୱରଙ୍କୁ ଦର୍ଶନ କରି ରାମେଶ୍ୱରଙ୍କୁ ଦର୍ଶନ କରିବେ। ଓಂ ଶ୍ରୀ ହନୁମଦୀଶ୍ୱରାୟ ନମଃ।